আজি ହେଉଛି ବିଶ୍ୱ ମାତୃ ଦିବସ। ଦୂରରେ ଥିଲେ ମଧ୍ୟ ମା ସଦା ହୃଦୟର ନିକଟତମ ରହିଥାନ୍ତି। ଯେଉଁମାନେ ମାଙ୍କଠାରୁ ଦୂରରେ ରହୁଛନ୍ତି ସେମାନଙ୍କ ପାଇଁ ଏକ ସରଳ ବାର୍ତ୍ତା ମଧ୍ୟ ଦୂରତାକୁ ଭାବନାର ନିକଟତର କରିପାରେ। ମା, ମୁଁ ବହୁତ ଦୂରରେ ଅଛି, କିନ୍ତୁ ତୁମର ପ୍ରତ୍ୟେକ ସ୍ମୃତି ପ୍ରତିଦିନ ମୋ ସହିତ ରହିଛି ଭଳି ଶବ୍ଦ ମାଙ୍କ ହୃଦୟକୁ ଗଭୀର ଭାବେ ସ୍ପର୍ଶ କରେ ଏବଂ ସେମାନଙ୍କୁ ଭାବପ୍ରବଣ କରିଦିଏ। ଏହା ସହିତ ତୁମର ସ୍ୱର ଶୁଣିଲେ ସମସ୍ତ ଚିନ୍ତା ଦୂର ହୋଇଯାଏ ଏବଂ ତୁମର ପ୍ରେମ ପ୍ରତ୍ୟେକ ଦୂରତାକୁ ଛୋଟ କରିଦିଏ ଭଳି ଭାବପ୍ରବଣ ବାକ୍ୟ ଗୁଡ଼ିକ ମା ସନ୍ତାନ ସମ୍ପର୍କକୁ ଆହୁରି ଗଭୀର କରିଥାଏ। ଏ ଶବ୍ଦ ଗୁଡ଼ିକ ଦୂରତାକୁ ଭୁଲାଇ ଭାବନାର ସେତୁ ଗଢ଼ିଥାଏ, ଯାହା ମାଙ୍କ ମନକୁ ଆନନ୍ଦ ଓ ଆଶ୍ୱାସନା ଦେଇଥାଏ। ମାତୃ ଦିବସରେ ମାଙ୍କ ପ୍ରତି ପ୍ରେମ ଆଭାର। ଅନ୍ୟପଟେ ମାତୃ ଦିବସ ଅବସରରେ ସୋସିଆଲ ମିଡିଆରେ ମାଙ୍କ ପ୍ରତି ପ୍ରେମର ଏକ ବିଶେଷ ଝରଣା ଦେଖାଯାଉଛି। ଲୋକମାନେ ପୁରୁଣା ଫଟୋ ସହିତ ଭାବପ୍ରବଣ କ୍ୟାପସନ ସେୟାର କରୁଛନ୍ତି। କେତେବେଳେ ମାଙ୍କ ପାଇଁ ଧନ୍ୟବାଦ ଭିଡିଓ ତିଆରି କରୁଛନ୍ତି। ମୋର ପ୍ରଥମ ଶିକ୍ଷକ ହେଉଛନ୍ତି ମୋ ମା ଏବଂ ମୋ ମା ମୋ ଜୀବନର ସର୍ବଶ୍ରେଷ୍ଠ ପ୍ରେରଣା ଭଳି ମତାମତ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିଶେଷଜ୍ଞମାନେ କହୁଛନ୍ତି ଯେ ପ୍ରବଣତା ଦେଖାଉଛି ଯେ ମାଙ୍କ ପ୍ରତି ଭଲ ପାଇବା ଦୂରତା ସତ୍ତ୍ୱେ ମଧ୍ୟ କମି ନାହିଁ। ସୋସିଆଲ ମିଡିଆରେ ଏକ ଭାବନାତ୍ମକ ମଞ୍ଚ ହୋଇଯାଇଛି, ଯେଉଁଠାରେ ଲୋକମାନେ ନିଜ ମାଙ୍କ ପ୍ରତି ଆଭାର ଓ ପ୍ରେମକୁ ଖୋଲାମେଲା ଭାବେ ପ୍ରକାଶ କରୁଛନ୍ତି। ଏହା ଦେଖାଉଛି ଯେ ଆଧୁନିକ ପ୍ରଯୁକ୍ତି ମଧ୍ୟ ପାରମ୍ପରିକ ପାରିବାରିକ ଭାବନାକୁ ଆହୁରି ମଜବୁତ କରିଛି। ଶେଷରେ ଏକ ମହତ୍ୱପୂର୍ଣ୍ଣ ସନ୍ଦେଶରୁ ସ୍ପଷ୍ଟ ହୁଏ ଯେ ମାଙ୍କ ହସଠାରୁ ବଡ଼ ଉପହାର ଆଉ କିଛି ନାହିଁ। ତାଙ୍କୁ ଖୁସି କରିବା ପାଇଁ ମହଙ୍ଗା ଉପହାର ଆବଶ୍ୟକ ନୁହେଁ। ଏକ ସରଳ ମୁଁ ତୁମକୁ ଭଲ ପାଏ ମା ଆଲିଙ୍ଗନ କିମ୍ବା କିଛି ସମୟ ସାଙ୍ଗେ କାଟିବା ହିଁ ସବୁଠାରୁ ମୂଲ୍ୟବାନ ଉପହାର ହୋଇପାରେ। ସର୍ବୋପରି ମାଙ୍କ ପ୍ରେମ ଜୀବନର ସବୁଠାରୁ ଅମୂଲ୍ୟ ଧନ ଭାବରେ ରହିଥାଏ, ଯାହା ସଦା ଆମକୁ ପଥ ପ୍ରଦର୍ଶାଇଥାଏ। ରିପୋର୍ଟ ଦିନଲିପି ଲାଇଭ।